ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅନ୍ତର୍ଗତ ପାଟବନ୍ଧ ଶ୍ରୀ ଶ୍ରୀ ପଶ୍ଚିମେଶ୍ୱର ଦେବଙ୍କ ପୀଠରେ ଅଷ୍ଟମ ବାର୍ଷିକ ଆଞ୍ଚଳିକ ବିଶ୍ୱ ଶାନ୍ତି ମହାଯଜ୍ଞ ଉପଲକ୍ଷେ ମହା ଆଡମ୍ବର ସହକାରେ ବିଶାଳ ପଟୁଆର ସହିତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିଂହନାଥ ଡ୍ୟାମ୍ରୁ ପୂଜାର୍ଚ୍ଚନା କରାଯାଇ ଶତାଧିକ ପୁରୁଷ ଓ ମହିଳା ଭକ୍ତମାନେ କଳସ ଧାରଣ କରି ଘଣ୍ଟ ଓ ବାଦ୍ୟ ଦ୍ୱାରା ଗ୍ରାମ ପରିଭ୍ରମଣ କରି ଯଜ୍ଞ ବେଦୀରେ ସ୍ଥାପନ କରାଯାଇଥିଲା। पर अधिवास पूजा और अग्नि संस्कार स्थापन करा 15 तारिख में अंकुरारोपण और सभादिवास अनुष्ठित होता बेले 16 तारिख में घटा वाहन और कलश यात्रा अनुष्ठित हो जाए। 17 तारिख में भागवत गीता आहुति और 18 तारिख में सूर्य पूजा गोपूजा शाला पूजा रुद्राष्टाध्यायी राष्ट्र होम और पूर्णाहुति सहित प्रतिह सांस्कृतिक कार्यक्रम और श्रद्धालु मानक प्रसाद सेवन अनुष्ठित हो। आचार्य कर्ता मानगोविंद राउतराय कर्ती चारुलता राउतराय अंचल समस्त श्रद्धालु और पाटबंध ग्रामवासी मिलित सहयोग में समस्त पूजा कार्य संपन्न होता। ठीक है तुम्हें हाड़ कर थुआई गौरामपुर पोस्ट गौरामपुर रणपुर नयागढ़ आमर ये जिला आमको 7 वर्ष लाइलुन पाटबंध आमको खुशी लगुच बहुत आम आउ सब वर्ष
ଗ୍ରାମ ଖଲିଗୋଟ ଥାନା ବୋଲଗଡ଼ ପୋଷ୍ଟ ପଟ୍ଟବନ୍ଧ ଜିଲ୍ଲା ଖୋର୍ଦ୍ଧା। ଆଉ ଆମେ କଳସ ମୁଣ୍ଡେଇଲୁଣି 7 ବର୍ଷ ହେଲା। ଆମକୁ ବହୁତ ଖୁସି ଲାଗୁଛି। କିନ୍ତୁ ଗୋଡ଼ ହାତ ଥିଲା କଳସ ମୁଣ୍ଡେଇବାକୁ ଆସିଥିବୁ। କୋଉଠିକି ନେଇକି ଯିବେ ପାଣି? ପଶ୍ଚିମେଶ୍ୱର ମନ୍ଦିରକୁ। ପାଟବନ୍ଧ ପଶ୍ଚିମେଶ୍ୱର ମନ୍ଦିର ଆମର ପ୍ରତିମା ଠାକୁର। ଆମେ ସେଠି କଳସ ମୁଣ୍ଡେଇବାକୁ ଯେଉଁ ଡ୍ୟାମ୍ ଉପରେ ଆମେ ଆଜି ଠିଆ ହେଇଛୁ, ଠାକୁରଙ୍କ ଧର୍ମବାଣୀ ଉପରେ କିଛି କହିବୁ। ଶ୍ରୀ ଶ୍ରୀ ପଶ୍ଚିମେଶ୍ୱର ଦେବଙ୍କର ଆଜିକି ଦୀର୍ଘ 8 ବର୍ଷ ହେଲା ଆମର ପାଟବନ୍ଧ, ଜରିପଡ଼ା, ପୋଡ଼ପାଟଣା, ଗୋଡ଼ିଆଳି ଏବଂ ହଳଦୀପଦା, ତାପରେ ବେଣାଗାଡ଼ିଆ, ଢୋଲପଥର ଆଉ ହରିକେଶ୍ୱର ଖଲିକୋଟ, ଏଇ 8 ଖଣ୍ଡ ମୌଜାର ଲୋକଙ୍କୁ ନେଇକି ଶ୍ରୀ ଶ୍ରୀ ପଶ୍ଚିମେଶ୍ୱର ଦେବଙ୍କ ନିକଟରେ ଆମେ ବିଶ୍ୱଶାନ୍ତି ମହାଯଜ୍ଞ ଦୀର୍ଘ ଆଜିକି 8 ବର୍ଷ ହେଲା କରି ଆସୁଛୁ। ତେଣୁ ସମସ୍ତ ଭକ୍ତମାନେ ଆଜି 8 ବର୍ଷ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ସମସ୍ତ ଭକ୍ତମାନେ ଆଜି ଆମେ 8 ଖଣ୍ଡ ଗାଁର ଏକତ୍ରିତ ହୋଇ ପ୍ରଭୁଙ୍କର କଳସ ଯାତ୍ରା, ବିଶ୍ୱଶାନ୍ତି ମହାଯଜ୍ଞ କଳସ ଯାତ୍ରା ଆଜି ହେଉଛି। ଆଜି ଯାହା ହଉ ପ୍ରଭୁଙ୍କର କଳସ ଯାତ୍ରାରେ ବହୁତ ପ୍ରଶାସନ ଆଉ ହେବା ଦ୍ୱାରା ଆଜି ସମସ୍ତେ ପିଲାମାନେ ଏବଂ ସମସ୍ତେ ଆଜି ଖୁସି ଅଛନ୍ତି। ସୁଦର୍ଶନ ଦେବତା ମୋର ପୋଡ଼ାପାଟଣା, ଆମର ଯେଉଁ ଶ୍ରୀ ଶ୍ରୀ ପଶ୍ଚିମେଶ୍ୱର ଦେବ ଆଞ୍ଚଳିକ ବିଶ୍ୱଶାନ୍ତି ମହାଯଜ୍ଞର ସମ୍ପାଦକ ଅଛି, ତଥା ଆମର ମହାଯଜ୍ଞର ଏ ବର୍ଷ ହେଉଛି 8ମ ବାର୍ଷିକ ମହାଯଜ୍ଞ। ବହୁତ ସମାରୋହରେ ଏ ଯଜ୍ଞ ହେଉଛି। ଆମେ ସମସ୍ତେ ମା ବୁଢ଼ୀଦେଇ ଡ୍ୟାମ୍କୁ କଳସ ଧରି ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ନେବାକୁ ଆସିଛୁ। ଏଥିରେ ଆମର ଗ୍ରାମବାସୀ, ପିଲାମାନେ ଏବଂ ଆମର ଆଚାର୍ଯ୍ୟ, ସାମ୍ବାଦିକ ବନ୍ଧୁମାନେ ସମସ୍ତେ ଆମକୁ ମାନେ ସହଯୋଗ କରୁଛନ୍ତି। ଏ ଅନୁଷ୍ଠାନ ବେଳକୁ ବେଳ ଅଧିକରୁ ଅଧିକ ହେଉଛି ଏବଂ ଆମେ ଆଶା କରୁଛୁ ନିଶ୍ଚିନ୍ତ ଏ ଅନୁଷ୍ଠାନ ଭବିଷ୍ୟତରେ ଅଧିକରୁ ଅଧିକ ହେବ। ପ୍ରଭୁ ଶ୍ରୀ ପଶ୍ଚିମେଶ୍ୱରଙ୍କର ବାନା କେମିତି ଉଡ଼ିବ, ସେଇ ବାନା ତ ଉଡ଼ିଛି ସହଜେ, ଆଉ କିନ୍ତୁ ଅଧିକରୁ ଅଧିକ ହେବ। ସୁଶାନ୍ତ କୁମାର ପ୍ରଧାନଙ୍କ ରିପୋର୍ଟ, ବୋଲଗଡ଼ରୁ ନ୍ୟୁଜ୍ ଉପାନ୍ତ ଖବର।